ମୁଁ ଦୀପକ କୁମାର ଆପଣଙ୍କୁ ସ୍ୱାଗତ ଜଣାଉଛି ମିଷ୍ଟ୍ରିୟସ୍ ୱାର୍ଲ୍ଡ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲର ଆଉ ଗୋଟିଏ ଭୟର ଏପିସୋଡ଼ରେ। ତ ସମୟକୁ ବେଶୀ ନଷ୍ଟ ନ କରି ଚାଲନ୍ତୁ ଆଜିର କାହାଣୀଟିକୁ ବିସ୍ତାର ଭାବରେ ଜାଣିବା। ସେଦିନ ରାତିରେ ମୁଁ ଆଉ ସୁମିତ ଡିନର କରିସାରିବା ପରେ ଯେତେବେଳେ ଶୋଇବା ପାଇଁ ବାହାରିଲୁ ତ ମାଉସୀ ଜଣକ ଅର୍ଥାତ୍ ସୁମିତ୍ର ମା ସୁମିତକୁ ଡାକି ନେଇ କାନ ପାଖରେ ଧୀରେ ଧୀରେ କିଛି ଫୁସ୍ଫୁସ୍ କରି କହିବାର ଲାଗିଲେ। ଏହାପରେ ସୁମିତ ମୋତେ ତା ରୁମ୍ ଭିତରକୁ ଡାକି ନେଲା। ରୁମ୍ ଭିତରକୁ ଆସିଯିବା ପରେ ସୁମିତ ମୋତେ କହିଲା, ଦେଖ ସାଙ୍ଗ, ଏବେ ଯାହା ବି ମୁଁ ତୋତେ କହିବାକୁ ଯାଉଛି ତୁ ଶୁଣିକି ବିଲକୁଲ ହସିବୁନି ପ୍ଲିଜ୍। ଏହି କଥା ଶୁଣି ମୁଁ ତାକୁ କହିଲି, ଆରେ ବିନା ମତଲବରେ ଭଲା ମୁଁ ତୋ କଥା ଶୁଣିକି କାହିଁକି ହସିବି, ତୁ କହ ଯାହା କହିବାକୁ ଚାହୁଁଛୁ। ତେଣୁ ତାପରେ କିଛି ସମୟ ପର୍ଯ୍ୟନ୍ତ ସୁମିତ ନିଜ ଓଠକୁ ଦାନ୍ତ ତଳେ କାମୁଡ଼ିବାରେ ଲାଗିଲା ଏବଂ କହିଲା, ଦେଖ ତୁ ପ୍ରଥମ ଥର ପାଇଁ ମୋ ଗାଁକୁ ଆସିଛୁ, ବୋଧହୁଏ ମୋ କଥା ଉପରେ ତୋର ଟିକିଏ ବିଶ୍ୱାସ ନ ହୋଇପାରେ, କିନ୍ତୁ ମୁଁ ଯାହା କହିବାକୁ ଯାଉଛି ତୁ ଭୁଲରେ ବି ତାକୁ ମଜାକରେ ନେବୁନି। ଏହି କଥା ଶୁଣି ମୁଁ ତାକୁ କହିଲି, ଆରେ ହଁ ଭାଇ ଠିକ୍ ଅଛି, ମୁଁ ତୋ କଥା ବୁଝିପାରୁଛି, ପ୍ରଥମ କଥା କ'ଣ କହ, ବେକାରରେ ସସ୍ପେନ୍ସ କ୍ରିଏଟ୍ କରୁଛୁ। ତେଣୁ ତାପରେ ସୁମିତ ମୋତେ କହିଲା, ଦେଖ ରାତି ତ ଅଧିକା ହୋଇଗଲାଣି, ଯେତେବେଳେ ଘରର ସବୁ ଲାଇଟ୍ ଅଫ୍ ହୋଇଯିବ ତାପରେ ତୁ ଯାହା ବି ଦେଖିକି ତା ଉପରେ କୌଣସି ରିଆକ୍ଟ କରିବୁନି। ଯେମିତିକି ମୁଁ ନିଦରୁ ଉଠିକି ଘର ଭିତରେ ବୁଲାବୁଲି କରୁଥିବାର ଦେଖିବୁ ବା ଘରୁ ବାହାରିକି ଯାଉଥିବାର ଦେଖିକି ମୋତେ ସେତେବେଳକୁ ଭୁଲରେ ବି ପଛରୁ ଡାକିବୁନି। ସେମିତି ବେଡ଼୍ ଉପରେ ଶୋଇ ରହିଥିବୁ ଏବଂ ସକାଳ ହେବା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବୁ। ସୁମିତ କଥା ଶୁଣି ଗୋଟିଏ ମୁହୂର୍ତ୍ତ ପାଇଁ ମୋ ଦେହର ଲୋମ ଗୁଡ଼ିକ ଟାଙ୍କୁରି ଯାଇଥିଲା, କିନ୍ତୁ ମୋତେ ଠିକ୍ ସେ ଜଣାଥିଲା ଯେ ସୁମିତ୍ର ମୁଣ୍ଡରେ କିଛି ନା କିଛି ଗୋଟେ ବଡ଼ ଧରଣର ଚିନ୍ତାଧାରା ଚାଲିଛି। ତା କଥା ଶୁଣି ସାରିବା ପରେ ମୁଁ ବିନା କୌଣସି ପ୍ରଶ୍ନ ନ ପଚାରି ତାକୁ କହିଲି, ଆଚ୍ଛା ଏମିତି କଥା, ତ ତୁ ଚିନ୍ତା କରନି, ମୁଁ ବେଡ଼୍ରୁ ବିଲକୁଲ ଟିକେ ବି ହଲଚଲ ହେବିନି। ଏତିକି କହିକି ମୁଁ ମୋ ବେଡ଼୍ ଉପରେ ଆରାମରେ ଗଡ଼ି ପଡ଼ିଲି ଏବଂ ଶୋଇବାର ଆକ୍ଟିଂ କରିବାରେ ଲାଗିଲି। ଆଉ ଏହା ଭିତରେ ସୁମିତ ଗଭୀର ନିଦ୍ରାରେ ମଧ୍ୟ ଶୋଇଗଲା ଏବଂ କିଛି ସମୟ ଭିତରେ ଘୁଙ୍ଗୁଡ଼ି ମାରିବାରେ ଲାଗିଲା। ତେଣୁ ମୋତେ ଲାଗିଲା ବୋଧହୁଏ ଏବେ ଆଉ କିଛି ବି ହେବନି। ତେଣୁ ମୁଁ ମଧ୍ୟ କିଛି ସମୟ ଭିତରେ ଆରାମରେ ଶୋଇଗଲି। ଏମିତି କିଛି ସମୟ ଶୋଇବା ପରେ କବାଟଟି ଆପେ ଆପେ ଧଡ଼କି ଖୋଲିଯିବାର ଆବାଜରେ ଅଚାନକ ମୋ ନିଦଟି ଭାଙ୍ଗିଗଲା। ତେଣୁ ମୁଁ ଯେତେବେଳେ କବାଟ ଆଡ଼କୁ ଦେଖିଲି ତ ସୁମିତ ରୁମ୍ରୁ ବାହାରକୁ ବାହାରିକି ଯାଉଛି। ସୁମିତକୁ ଏମିତି ରୁମ୍ରୁ ବାହାରକୁ ବାହାରିକି ଯାଉଥିବାର ଦେଖି ମୁଁ ବୁଝିଗଲି ଯେ ଏବେ ଡ୍ରାମା ଆରମ୍ଭ ହୋଇଗଲା ବୋଧେ। ସେ ବାହାରିକି ଯିବା ପରେ ମୁଁ ବି ମଧ୍ୟ ଚୁପଚାପ ରୁମ୍ରୁ ବାହାରକୁ ବାହାରି ଆସିଲି। ରୁମ୍ରୁ ବାହାରକୁ ବାହାରି ଆସିବା ପରେ ମୋ ନଜର ପଡ଼ିଲା ମଉସା ମାଉସୀଙ୍କ ଉପରେ, ଅର୍ଥାତ୍ ସୁମିତ୍ର ବାପା ମାଙ୍କ ଉପରେ। ଆଉ ସେମାନେ ବି ମଧ୍ୟ ଘରର ମେନ୍ ଗେଟ୍ ଖୋଲିକି ବାହାର ଆଡ଼କୁ ଯାଉଥାନ୍ତି। ତିନି ଜଣ ଯାକଙ୍କୁ ଏମିତି ରାତି ଅଧରେ ଘରୁ ବାହାରକୁ ବାହାରିକି ଯାଉଥିବାର ଦେଖି ମୁଁ କିଛି ବି ବୁଝିପାରୁନଥାଏ ଏସବୁ ହେଉଛି କ'ଣ। ତେଣୁ ମୁଁ ସେମାନଙ୍କୁ କିଛି କହିବା ପୂର୍ବରୁ ସେ ତିନି ଜଣ ଯାକ ଏକତ୍ର ମିଶି ଚାଲିବା ଆରମ୍ଭ କରିଦେଲେ। ତେଣୁ ମୁଁ ମଧ୍ୟ ସେମାନଙ୍କ ପଛେ ପଛେ ଚାଲିବା ଆରମ୍ଭ କରିଦେଲି। କିଛି ସମୟ ଏମିତି ତାଙ୍କ ପଛେ ପଛେ ଚାଲି ଚାଲି ଯିବା ପରେ ଦେଖିଲି ଯେ ସେ ତିନି ଜଣ ଯାକ ବିଲମାଳରେ ପଡ଼ିଥିବା କାଶତଣ୍ଡି ଫୁଲର ରାସ୍ତାରେ ଯାଇକି ସିଧା ରେଲୱେ ଟ୍ରାକ୍ ଉପରେ ପହଞ୍ଚିଗଲେ ଏବଂ ମୁଁ ମଧ୍ୟ ତାଙ୍କ ପଛେ ପଛେ ଚୁପଚାପ ଚାଲିବାରେ ଲାଗିଲି। ତେଣୁ ତାପରେ ଯେତେବେଳେ ଦେଖିଲି ସୁମିତ ଆଉ ତା ବାପା ମା ଚୁପଚାପ ଯାଇକି ରେଲୱେ ଟ୍ରାକ୍ ଉପରେ ବସିଗଲେ ତ ମୁଁ ତାଙ୍କଠାରୁ କିଛି ଦୂର ପଛରେ ଚୁପଚାପ ଠିଆ ହୋଇଗଲି ଏବଂ ଦେଖିବାରେ ଲାଗିଲି ଯେ ଏବେ ଆଗକୁ କ'ଣ ଘଟୁଛି। ସୁମିତ ଏବଂ ତା ବାପା ମା ଚୁପଚାପ ଏମିତି ରେଲୱେ ଟ୍ରାକ୍ ଉପରେ କିଛି ସମୟ ବସିବା ପରେ ଅଚାନକ ତଳେ ଗଡ଼ି ଗଡ଼ି କାନ୍ଦିବାରେ ଲାଗିଲେ। ଏସବୁ କିଛି ଦେଖି ମୁଁ ତାଙ୍କ ପାଖକୁ ଯାଇ କିଛି କହିବା ପୂର୍ବରୁ କି ହଠାତ୍ ଫୁଲ୍ ସ୍ପିଡ଼ରେ ଗୋଟିଏ ଟ୍ରେନ୍ ହର୍ନ ମାରି ମାରି ଆସି ତାଙ୍କୁ ସେହିଠାରେ ଦଳି ଦେଇ ଆଗକୁ ଚାଲିଗଲା। ଏସବୁ କିଛି ଏତେ ଜଲ୍ଦି ମୋ ଆଖି ଆଗରେ ଘଟିଗଲା ଯେ ମୋତେ ସମୟ ମିଳିଲାନି ତାଙ୍କୁ ଯାଇକି ବଞ୍ଚାଇବା ପାଇଁ। ଆଉ ମୁଁ ଏହି ଲୋମହର୍ଷକ ଦୃଶ୍ୟ ଦେଖିକି ସେତେବେଳକୁ ପୁରା ବେହୋସ ହୋଇଯିବା ଅବସ୍ଥାରେ ଥାଏ। ମୋ ହାତ ଗୋଡ଼ ଏକଦମ କାଲୁଆ ପଡ଼ିସାରିଲାଣି ଆଉ ତାହା ସହିତ ଛାତିର ସ୍ପନ୍ଦନ ମଧ୍ୟ ବହୁତ ଜୋରରେ ଧକ ଧକ ହେବାରେ ଲାଗିଥାଏ।
एहीपरि भयंकर अवस्था भितर मु निजे निजको कंट्रोल करियार लागिथाए कि हठात मते पछआड़ू कहार चलिबार ठक ठक शब्द शुभिला। तेणु मु जेते पछको बुलिकी देखिली तो मते गोटे मुहूर्त पाई मो आखि को मध्य विश्वास हेलानी। कहीं मु देखिली जे एबे सुमित एवं ता बापा माँ मिसिकी पुणी थरे से बिलमाल पड़ी काशतंडीर रास्तार गाँ आड़क फेरी जाउछंती। आ से समय मु बुझीपारु न थाए जे प्रकृत में सत्य कौन एवं मिथ्या कौन। कहीं मो आखि आगरे जहाँ भी किछि घटीगला कौन से सबू प्रकृत में मिथ्या थिला। ए सबू किछि जानिबा पई जेते मु पुणी थरे तांको पछ पछे आसिया पई चेष्टा कली तो देखिली जे एबे मु मध्य सेही रेलवे ट्रैक उपर ठिया होइथाए जोंठी टिके समय पूर्वर सुमित एवं ता बापा माँ मृत्युवरण करथिले कि अचानक कहीं के जानी मो गोड़ दुईटी बहुत जोरे भारी भारी हेबार लागिला। तेणु मु भयभीत हो जाई सुमित को डाकिबार लागिली, सुमित बंचाओ मते सुमित। आ ताहा सहित मौसा माउसी को मध्य एमिति अनेक थर डाकिली किंतु सेमानक भितरु केही जणे भी पछको बुलिकी मध्य टिके देखिलेनी। सेमाने तो बास केवल सीधा होई आगको आगको चलिबार लागि थांती एवं सेतेबेळकु मो आखिरु थप थप लुह बोही आसिलानी। जना नाही आगको मो सहित कौन घटी जाई पारे कि अचानक मो देहरे गोटे सिहरण खेली उठिला एवं मो देहर सबु लोम गुड़िक एकदम टांकुरी उठिला कि हठात कहीं जन मो तंटीटी को चिपी धरला एवं से रेलवे ट्रैक उपरे घोषाड़ी घोषाड़ी आगको आगको नहीं जाबार लागिला। आ मु सेतलको ट्रैक उपरे पड़िथिबा सेही बजुरी गुड़िक उपरे एते जोर रे घोषाड़ी होइकी आगको आगको चली जाउ थाए जे मु एमिति देखु देखु सेहीठी बेहोश होई गली। तेणु तापरे जेतेबेले मो होश फेरिला तो एही घटना को पाखापाखि गोटे मास बीती गलानी। आ मु सहरर कौनसी गोटे बड़ हॉस्पिटल रे एडमिट थिली। सुस्थ हो जावा पर जेतेबेले मु सुमित को देखा करिया पई गली तो से मते कहला कि तांको गाँव रे एमिति एक परिवार थिला जे कि तंत्र विद्या साधन करुथिले किंतु से परिवारटी कहार भी कौनसी क्षति करि नथिले किंतु गाँर किछि एमिति लोक जे निजे निजको गाँर जमींदार बोली भाबी थांती तो सेमाने मिसिकी कौनसी ना कौनसी जाति प्रथार विभ्राट को नहीं गाँ लोकों को सही परिवार प्रति भड़केबार लागिले जहा फल गाँर समस्त लोक मिसी से परिवारटी को बहुत निष्ठुर भाव में मारी देइथिले। मरिबा समय से परिवारटी गाँर समस्त लोकों को अभिशाप देइथिला जे तुमे भी गाँ लोक सबू आम मानक परी बहुत छटपट हेब ताहा पुणी सबुदिन सबु राति रे। अब हाँ मृत्यु को अति निकटू सबुदिन देखियो जन को मारिया पूर्व केमिति कष्ट अनुभव होता है ताहा तुम निजे अनुभव करिवो किंतु हाँ जीवन रू केबे मरिबनी किंतु एमिति ही छटपट हेब सबुदिन। और शेष में गाँ लोकों सहित सतकू सत एमिति ही किछि घटीगला। से परिवारटीर मृत्यु घटिवार 13 दिन पर प्रकृत में सतकू सत गाँ लोकों उपरे धीरे धीरे अभिशप्तर निआ बर्षिबार लागिला। आ सेही दिन राति रे गाँ लोक समस्ते निजे निज देहरे निआ लगे देइथिले एवं समस्ते सेही निआरे जली पड़ी बहुत छटपट होइथिले किंतु हाँ मरी नथिले। आ ता परदिन सकाळे देखिला बेलକୁ सब किछि पूर्व परी नॉर्मल हो जाइथिला। एही कथा से दिन राति रे गाँ वाला केही भी बुझी पार नथिले किंतु ता परदिन राति रे अचानक गाँ लोक समस्ते जणे जनकू मारपिट करी हणाकटा करी देइथिले एवं समस्तंकर मृत्यु मध्य घटी जाइथिला। किंतु ता परदिन सकाळे चमत्कार हो जाइथिला। समस्ते पूर्व परी पुणी थरे जीवित हो जाइथिले। आ एबे एसबू घटना चक्र को नहीं गाँ लोक समस्ते बुझी सारी थिले जे सबू तांका मानक सहित कहीं घटुची। तेणु तापर धीरे धीरे गाँर समस्त लोक गाँ छाड़ी अन्य गाँ को पलि आसबार लगिले। एमिति किछि दिन भितर गाँर अनेक लोक गाँ छाड़ी चली जाइथिले किंतु आउ किछि लोक चाहिकी भी मध्य गाँ को छाड़ी जाई पारि नथिले एवं सेमानक भितरु आम परिवार हेउछि गोटिए। तेणु एसबू घटना धीरे धीरे आमर अभ्यास रे परिणत हो गलानी। आउ एबे एसबू आमको एक स्वप्न परी लगुछि किंतु यह देखिबाकू गले एक सत्य घटना अटे। दर्शक बंधु मु मध्य से दिन राति रे सेमानक भितर आसी जाइथिली
ଯାହାଫଳରେ ମୋତେ ବି ଏହାର ସଜା ଭୋଗିବାକୁ ପଡ଼ିଥିଲା। ତ ଦର୍ଶକ ବନ୍ଧୁ, ଇଏ ଥିଲା ସନାତନ ଭାଇ ସେୟାର କରିଥିବା ଆଜିର କାହାଣୀ। ଯଦି କାହାଣୀଟି ଆପଣଙ୍କୁ ପସନ୍ଦ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବା ସଙ୍ଗେ ସଙ୍ଗେ ନିଜ ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ। ଆଉ ଭବିଷ୍ୟତରେ ଏହିଭଳି ଭୟଙ୍କର କାହାଣୀ ଗୁଡ଼ିକ ସର୍ବପ୍ରଥମେ ଶୁଣିବା ପାଇଁ ତଳେ ଥିବା ଲାଲ କଲର୍ ସବସ୍କ୍ରାଇବ୍ ବଟନ୍କୁ ଅନ୍ କରି ପାଖରେ ଥିବା ଘଣ୍ଟି ବଟନ୍କୁ ଦବାଇ ଦିଅନ୍ତୁ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଗୋଟିଏ ନୂଆ ଏପିସୋଡ଼ରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।